ନିଖୋଜ ନାବାଳିକାକୁ ଉଦ୍ଧାର କରାଯିବା ପାଇଁ ଦାବି। ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଞ୍ଚଳରେ ଜଣେ 15 ବର୍ଷର ନାବାଳିକା ଗତ ଜାନୁଆରୀ 10 ତାରିଖରୁ ନିଖୋଜ ଅଛନ୍ତି। ଏନେଇ ପରିବାର ଲୋକଙ୍କ ଏତଲା କ୍ରମେ ଯୁଜୁମୁରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ତେବେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ନାବାଳିକାର କୌଣସି ପତ୍ତା ମିଳିପାରି ନାହିଁ। ନାବାଳିକାକୁ ତୁରନ୍ତ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ବୁଧବାର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏସ୍ପିଙ୍କ ଅନୁପସ୍ଥିତିରେ ପରିବାର ଲୋକ ଏ ସମ୍ପର୍କରେ ଅତିରିକ୍ତ ଏସ୍ପି ଅଜୟ ମିଶ୍ରଙ୍କ ସହ ସାକ୍ଷାତ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଏସ୍ପି ମିଶ୍ର କହିଛନ୍ତି ଯେ ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ପୋଲିସର ଏକ ଟିମ୍ ନାବାଳିକାକୁ ଖୋଜାଖୋଜି କରୁଛି। ନାବାଳିକା ଜଣକ ବଲାଙ୍ଗୀର ଅଞ୍ଚଳରେ ଥିବା ସନ୍ଦେହ କରାଯାଉଛି। ଖୁବ୍ ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ସେ ମିଶ୍ର କହିଛନ୍ତି।